ଦଶପଲ୍ଲାରେ ଜମୁଛି ଲଙ୍କାପୋଡ଼ି ରାମନବମୀ ଠାରୁ ଆରମ୍ଭ ହୋଇ 13 ଦିନ ବ୍ୟାପୀ ଚାଲୁଥିବା ଏହି ପାରମ୍ପରିକ ଲଙ୍କାପୋଡ଼ି ଯାତ୍ରାର ଚତୁର୍ଥ ଦିନ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଗଣ୍ଡାବଧ କାର୍ଯ୍ୟକ୍ରମ। ପିତୃପୁରୁଷଙ୍କୁ ଶ୍ରାଦ୍ଧ ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କର ବିରାଟ ପଟୁଆର ମୁଖ୍ୟ ମଞ୍ଚରୁ ବାହାରି ସହରର ପ୍ରଧାନ ରାସ୍ତାରେ ପ୍ରାୟ 3 କିଲୋମିଟର ବିସ୍ତାରିତ ଶୋଭାଯାତ୍ରା ବାହାରିଥିଲା। ବାଜା, ବାଣ, ରୋଷଣୀ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ନୃତ୍ୟ ଏବଂ ଡିଜେର ତାଳେ ତାଳେ ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତେ ଝୁମି ଉଠିଥିଲେ। ସାହି ଯାତ୍ରା ସହିତ ଅଘୋରୀ ନୃତ୍ୟର ମନମୋହିନୀ ଉପସ୍ଥାପନା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଦୁର୍ଗା ବଜାର ସ୍ଥିତ ଶବରପଲ୍ଲୀ ମଞ୍ଚରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଗଣ୍ଡାବଧ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ସମ୍ପନ୍ନ କରିଥିଲେ। ଆଜି ମୁଁ ରଘୁନାଥଙ୍କ ବେଶ ଧାରଣ କରିଛି। ଦଶରଥଙ୍କର ପିତୃ ସାହାଯ୍ୟ ନିମନ୍ତେ ପ୍ରଭୁ ରାମଚନ୍ଦ୍ର ଯାଇଥିଲେ ଗଣ୍ଡାବଧ କରିବାକୁ। କହିବାକୁ ଗଲେ ଯାତ୍ରା ଏଥରକ 13 ଦିନ ପଡ଼ିଛି। ଆଜି ହେଲା ଚତୁର୍ଥ ଦିନ ଯାତ୍ରାର। ଦଶପଲ୍ଲାର ଆଜି ଗଣ୍ଡାବଧ ଉତ୍ସବରେ ବହୁତ ଲୋକ ବହୁତ ଭିଡ଼ ଅଛି। ଆମ ଦେଶ ସାରା ଭଲ ପାଇବା ବି ଦେଇଛନ୍ତି। ଏଇଠି ଆମ 2 ବର୍ଷ ହେଲା ଆସିବାର ଆଉ ଏଠି ବହୁତ ଲୋକ ଭଲ ପାଇ ଦେଇଛନ୍ତି। ଆମ ପ୍ରତିବର୍ଷ ଯାତ୍ରା ବହୁତ ଖୁସି ଲାଗୁଛି। ये गोटे उत्साहर पर्व पवित्र लंकापोड़ी यात्रा ये विश्व प्रसिद्ध यात्रा दशपल्लार समस्त अंचल जनसाधारण आदि गंडाबधर सामिल होती ए प्रकार लीला नाटक समग्र पृथ्वीर विरल।